ସଦାପ୍ରଭୁଙ୍କ ମହାନାମକୁ ଧନ୍ୟବାଦ ଦେବା ସହିତ ଆପଣ ପ୍ରତ୍ୟେକଙ୍କୁ ଏହି ଓଡ଼ିଆ ବାଇବେଲ କୁଇଜ୍ କାର୍ଯ୍ୟକ୍ରମରେ ମୁଁ ସ୍ୱାଗତ କରେ। ଆମମାନଙ୍କର ଏକ ପ୍ରୟାସ ଯେ ଆମମାନେ ବାଇବେଲ ସମ୍ବନ୍ଧୀୟ ଜ୍ଞାନରେ ବୃଦ୍ଧି ପାଇବା। ଏହି ସମୟମାନଙ୍କରେ ଆମେ ବାଇବେଲ ସମ୍ବନ୍ଧୀୟ ପ୍ରଶ୍ନ ଉତ୍ତରରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମ ପରିଚାଳନା କରୁଅଛୁ। ପରବର୍ତ୍ତୀ ସମୟରେ ଆମମାନେ ବାଇବେଲରେ ଥିବା ପୁସ୍ତକମାନଙ୍କ ମଧ୍ୟରୁ ମଧ୍ୟ ପ୍ରଶ୍ନ ଉତ୍ତର ଗୁଡ଼ିକ ପରିବେଷଣ କରିବା। ଆପଣମାନେ ଅଂଶୀ ହେଉଥିବାରୁ ଧନ୍ୟବାଦ ଜଣାଏ। ଅନୁରୋଧ କରେ ସାନ ସାନ ପିଲାମାନଙ୍କୁ ଯୁବତୀମାନଙ୍କୁ ଉତ୍ସାହିତ କରନ୍ତୁ, ଯାହାଦ୍ୱାରା ସେମାନେ ଏଥିରେ ଅଂଶୀ ହେବେ। ଆପଣମାନେ ଅଂଶୀ ହୁଅନ୍ତୁ, ଅନ୍ୟମାନଙ୍କୁ ଅଂଶୀ କରାନ୍ତୁ। ବିଶେଷରେ ଚ୍ୟାନେଲଟିକୁ ଆପଣମାନେ ସବସ୍କ୍ରାଇବ୍ କରନ୍ତୁ, ଯାହାଦ୍ୱାରା ଆପଣମାନେ ସହଜରେ ଆମମାନଙ୍କର ଏହି କାର୍ଯ୍ୟକ୍ରମରେ ଅଂଶୀ ହୋଇପାରିବେ। ଗତ ଅଧ୍ୟାୟରେ ଯେଉଁ ପ୍ରଶ୍ନଟି ପଚରା ଯାଇଥିଲା, ପ୍ରଶ୍ନଟି ଏପରି ଥିଲା: ପ୍ରଥମେ ବାଇବେଲ କେଉଁ ଭାଷାରେ ଲିଖିତ ହୋଇଥିଲା? ତାର ଉତ୍ତରଟି ହେଉଛି ହିବ୍ରୁ ଓ ଆରାମିକ ଭାଷାରେ। ହିବ୍ରୁ ଓ ଆରାମିକ ଭାଷାରେ। ଅନୁରୋଧ କରେ ଏଗୁଡ଼ିକ ପ୍ରଶ୍ନ ଉତ୍ତର ଗୁଡ଼ିକ ସନ୍ଡେ ସ୍କୁଲ ପିଲାମାନେ ଲେଖି ରଖନ୍ତୁ। ଆଜିର ପ୍ରଶ୍ନ ହେଉଛି ବାଇବେଲରେ କେତୋଟି ପୁସ୍ତକ ରହିଅଛି? ବାଇବେଲରେ କେତୋଟି ପୁସ୍ତକ ରହିଅଛି? ଆପଣମାନଙ୍କ ଉତ୍ତର ଆମମାନଙ୍କ ଏହି ଭିଡ଼ିଓର କମେଣ୍ଟ ବକ୍ସରେ ଯାଇ ଆମମାନଙ୍କୁ ଜଣାନ୍ତୁ ଏବଂ ଆପଣମାନଙ୍କର ସହଯୋଗ ଆମମାନଙ୍କୁ ଦିଅନ୍ତୁ। ଆପଣମାନେ ଆମମାନଙ୍କୁ ସାହାଯ୍ୟ କରନ୍ତୁ, ଯାହାଦ୍ୱାରା ଆମେ ସମସ୍ତେ ମିଶି ଏ କାର୍ଯ୍ୟକ୍ରମକୁ ଏକ ସଫଳତା ରୂପ ଦେବା। ପ୍ରଭୁଙ୍କ ଆଶୀର୍ବାଦ ନିଶ୍ଚିନ୍ତ ଭାବରେ ଆମମାନେ ଲାଭ କରିବା। ପ୍ରତ୍ୟେକଙ୍କୁ ଧନ୍ୟବାଦ ଜଣାଏ।